ନାଇଁ ଏ ଯେଉଁ ବିଜୁ ଜନତା ଦଳ ବାଲା କହୁଛନ୍ତି ତାକୁ ଆପଣମାନେ ଗୋଟେ ପ୍ରଶ୍ନ କରିବା କଥା ଯେ ଭାଇ ଯେଉଁ ମଦ କଥା ତମେ କହୁଛ ବିଜେପି କହିଥିଲା ଯିଏ ଅଧିକ ମଦ ବିକିବ ତାକୁ ପ୍ରାଇଜ୍ ଦିଆହେବ। ଏଇଟା ତ ବିଜେପି କହିନି, ବିଜେଡି ବାଲା କହିଥିଲେ। ପ୍ରତି ବ୍ଲକରେ ପ୍ରତି ଗାଁରେ ପ୍ରତି ପଞ୍ଚାୟତରେ ମଦ ଦୋକାନ ଖୋଲିବା କଥା କ'ଣ ବିଜେପି କରିଛି? ଇଏ ତ ବିଜେଡି କରିଛି, ନବୀନ ପଟ୍ଟନାୟକ କରିଥିଲା। ନବୀନ ପଟ୍ଟନାୟକ ଯେଭଳିଆ ଲୋକ ରାଜ୍ୟର ମୁଖ୍ୟମନ୍ତ୍ରୀ 24 ବର୍ଷ ରହିଲା, ସେ କେବେ ଓଡ଼ିଶା ଲୋକଙ୍କର କଥା ଚିନ୍ତା କରିଛି? ଯଦି ଚିନ୍ତା କରିଥାନ୍ତା ତାହେଲେ ତ ସେ ଓଡ଼ିଆ ଭାଷା ଶିଖିଥାନ୍ତା। ଓଡ଼ିଆ ଲୋକଙ୍କର ଦୁଃଖ କ'ଣ, ଦର୍ଦ କ'ଣ, ତାଙ୍କର ପ୍ରାଥମିକତା କ'ଣ, ଏ ସବୁ କିଛି ସେ ଜାଣିଥାନ୍ତା। କେବଳ ତାକୁ ଦରକାର ଥିଲା ଗୋଟିଏ ଚେୟାର। ସେ ଚେୟାରଟା ରକ୍ଷା କରିବା ପାଇଁ ଯାହା ଦରକାର ସିଏ କରୁଥିଲା। ମଦ ଦ୍ୱାରା ପଇସା ଆସିବ, ଓଡ଼ିଶାର ଲୋକ ମଲେ କେତେ, ଗଲେ କେତେ, ରହିଲେ କେତେ, ନବୀନ ପଟ୍ଟନାୟକ ଯାହା ଆସେ ନାହିଁ। ଯିଏ ନିଜର ବାପା କଥା ବୁଝିଲାନି ସେ ଲୋକଙ୍କର କଥା କ'ଣ ବୁଝିବ? ସେ ବିଲକୁଲ ବୁଝିପାରିବନି କି ବୁଝିପାରିଲା ନାହିଁ, ଯାହାଦ୍ୱାରା ଲୋକେ ତାକୁ କିକ୍ ମାରିଦେଲେ। ତାର କହିବାର ନୈତିକ ଅଧିକାର ଅଛି କି? ବିଜୁ ଜନତା ଦଳର ନୈତିକ ଅଧିକାର ନାହିଁ ଏସବୁ କହିବା ଉପରେ। କୁଆଡ଼େ ଯାଇଥିଲ 24 ବର୍ଷ? ତମର ତ ପାଟି ଖୋଲିବାର ଅଧିକାର ନଥିଲା। ଆଜି ଧନ୍ୟବାଦ ଦେବା କଥା ବିଜୁ ଜନତା ଦଳର ଯେଉଁ ଶାସନରେ ଯେଉଁ ବିଧାୟକ ମାନେ ଅଛନ୍ତି, ଭାରତୀୟ ଜନତା ପାର୍ଟି କି ମୋହନ ମାଝୀ କି ଧନ୍ୟବାଦ ଦେବା କଥା। ୟାଙ୍କ ଲାଗି, ଭାରତୀୟ ଜନତା ପାର୍ଟି ଲାଗି, ମନମୋହନ ସାମଲଙ୍କ ଲାଗି, ମୋହନ ମାଝୀଙ୍କ ଲାଗି ଆଜି କହିବାର ସ୍ୱାଧୀନତାଟା ବିଜୁ ଜନତା ଦଳର ବିଧାୟକ ମାନେ ପାଇଛନ୍ତି। ମଦ ବନ୍ୟା କରିଥିଲେ, ସବୁ ବନ୍ୟା କରିଥିଲେ, କହିବାର ଅଧିକାର ତାଙ୍କ ପାଖରେ ମଧ୍ୟ ଥିଲା କି? ମଦ ବନ୍ୟା କରିଥିଲେ ନ କରିଥିଲେ ଅଲଗା କଥା, ତାଙ୍କ ପାଖରେ କହିବାର ସ୍ୱାଧୀନତା ନଥିଲା। ପାର୍ଟି ଖୋଲିବାକୁ ସାହସ ନଥିଲା, ଯିଏ ପାର୍ଟି ଖୋଲିଲା ସିଏ ଗଲା। ଆଜି ସେ ପାର୍ଟି ଖୋଲିବାର ଯେଉଁ ସ୍ୱାଧୀନତାଟା ଭାରତୀୟ ଜନତା ପାର୍ଟି ମୋହନ ମାଝୀ ତାଙ୍କୁ ଦେଇଛନ୍ତି, ସେଥିପାଇଁ ଆଜି ସେ କହୁଛନ୍ତି ଆଉ ଆମେ ଶୁଣୁଛୁ, ଆଉ କ'ଣ କରିବୁ? ଟେଟ୍ରାପ୍ୟାକ୍ରେ ଏଥିପାଇଁ ନିଆଗଲା, ସେଇଟା ହେଉଛି ବାୟୋଡିଗ୍ରେଡେଡ୍। ଯଦି ଟେଟ୍ରାପ୍ୟାକ୍ ହେବ ତାହେଲେ ସେଇଟାକୁ ଯେଉଁମାନେ ଫୋପାଡ଼ି ଦେବେ ପିଇଲା ପରେ, ସେଇଟା ଅତି ଶୀଘ୍ର ମାଟିରେ ମିଶିଯିବ। ସେଥିପାଇଁ ଟେଟ୍ରାପ୍ୟାକ୍ଟା করে କାଗଜର ତିଆରି ହେବ। ସେ ଗୋଟେ କ'ଣ କ'ଣ ମିଶିକିରି ହେଉଛି, ମୋ ତା ଇନଗ୍ରିଡିଏଣ୍ଟଟା ନାହିଁ ମୋ ପାଖରେ, କିଛି କିଛି ମିଶିକିରି ହେବ, ଯାହାଦ୍ୱାରା କି ଏଇଟା ଆଉ ଆମର ଆଟମସ୍ଫିୟରକୁ ଇଏକୁ କୌଣସିଥିରେ ଖରାପ କରିବନି ଆମକୁ। ଯେଉଁଥିପାଇଁ ଆଜି ସରକାର ଚିନ୍ତା କରୁଛନ୍ତି ଟେଟ୍ରାପ୍ୟାକ୍ କରିବା ଦ୍ୱାରା ଲୋକଙ୍କର ଉନ୍ନତି ହେବ, ଆମର ପରିବେଶର ଉନ୍ନତି ହେବ, ସବୁ ପ୍ରକାର ଉନ୍ନତି ହେବ। ସେଥିପାଇଁ ଚାହୁଁଛନ୍ତି ସରକାର ଏ ଜିନିଷଟା ହେବ। ସେଥିପାଇଁ ଆମର ମାନ୍ୟବର ମନ୍ତ୍ରୀ କହିଛନ୍ତି ଯେ ଆକୁ ଆମେ କରିବା ପାଇଁ ଯିବୁ। ବର୍ତ୍ତମାନ ଫେଜ୍ରେ ଅଛି, ତାକୁ ଟ୍ରାଏଲ୍ ଫେଜ୍ରେ ଅଛି, ଚିନ୍ତା କରୁଛନ୍ତି ତାକୁ। ତାର ପ୍ଲସ୍ ମାଇନସ୍ ବର୍ତ୍ତମାନ ଦେଖୁଛନ୍ତି, କରିବା ଦ୍ୱାରା ଭଲ ହେବ କି ଖରାପ ହେବ। ଯଦି ପରିବେଶ ପାଇଁ ଭଲ ହେବ ତାହେଲେ ଆକୁ କରିବେ, ଅସୁବିଧା କ'ଣ ଅଛି? ଆଉ ଯେଉଁ ବନ୍ୟା କଥା, ବନ୍ୟା ତ ନିଜେ କରି କରି ତମେ ପଳେଇଲ, ଏବେ ଆଉ କାହିଁକି କହୁଛ ସେ କଥା? କହିବାଟା ମଧ୍ୟ ଠିକ୍ ନାହିଁ। ବନ୍ୟା ଆଜି ବନ୍ଦ କରିଦେଲେ ତମେ ନବୀନ ପଟ୍ଟନାୟକ ରହିବେ କି ଫାଷ୍ଟରେ? ତାଙ୍କର ପ୍ୟାକ୍ ନ ମିଳିଲେ ତ ସେ ଚାଲିବେନି। ଆଉ ମଦ ବନ୍ଦ ହେଇଗଲେ ସେ କ'ଣ କରିବେ? ସେ କଥା ତାଙ୍କ ନେତାଙ୍କ କଥା ମଧ୍ୟ ସେମାନେ ଚିନ୍ତା କରିବା କଥା।